नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयतमुखं करोति भाषाणं कमलं वैतेगिरिं जत्कृपात्तमहं वन्दे परमानन्दमाधवं निगमकल्पतरोरहितं प्रणशुभं गानं पुत्रवं संयुतं योतभागवतं रसमालयं विभागा गानं वस्तुमत्सारं सत्यपुत्रं कल्पशं पराशरात्मनिधि ओम व्यासाय विष्णुरूपाय व्यासरूपाय विष्णवे नमो वै ब्रह्मनिधये वासिष्ठाय नमो नमः ओम श्री परमात्मने नमः ओम नमो भगवते वासुदेवाय। एकादश स्कंद अध्याय 17 बद्धाश्रम धर्म संभव देखा गुहार्थी शत्रु सिंह भारजियान उद्बोहित अजुगुप्सितान जपीय सिंधु बयसा तान सवर्णांग अनुक्रमात वो कथाटी नहीं अच्छी विवाह करूँ किमितिका विवाह करूँ एक कथा कहला जी आश्रम रहा गुरुकूल गुरु दक्षिणा नहीं घर को फेरला सी कौन कौन गोटे पत्री ग्रहण कर जपीय सिंह निजठू कम बयस हो बयसा जपीय सिंह गृहार्थी शत्रु सिंह भारजिया निज सम्मान भारजिया माने निजर आचार विचार गुण सहित सामंजस्य थिबा ये प्रकार भारजियाटे उद्बोहित अजुगुप्सितान जी जहाँ की घृणा करी हम ना अर्थात जी घृण्य नुहे निज मनोनीत हवा जिन को ग्रहण कर गड़बाड़ पड़ो आग बयसा जबी सिंह तू सवर्णांग एकावर्ण ब्राह्मण ब्राह्मण विवाह क्षत्रिय क्षत्रिय विवाह यही तो सवर्णांग अनुक्रमात विपरीत क्रम आश्रम परिवर्तन कर स्वेच्छाचारित प्रवृत्त होगा उचित नुहे। ध्ययन दानानि सर्वेशाई द्विजन मना प्रतिग्रहोध्यापन ब्राह्मण से जाजनम ब्राह्मण काम है अध्ययन अध्यापन जनन जाजन दान प्रतिग्रह 6टा तो इज्याध्ययन दानानि इज्या माने यज्ञ करवा अध्ययन पढ़ा दान दवा सर्वेशा द्विजन माना समस्त द्विजन माने द्विज मान सब द्विज ब्राह्मण मान कम या अध्ययन दान करवा यज्ञ करवा प्रतिग्रह आउ 3टा 6टा दान कर प्रतिग्रह कर मैंने अन्यटू आड़ अध्यापन अध्ययन कर अध्यापन पढ़े ब्राह्मण से जाजन जजन कर जाजन भी कर 6टा तो ब्राह्मण कर्म ये 6टा अध्ययन अध्यापन दान प्रतिग्रह जजन जाजन प्रतिग्रह मन्यमान तप तेजोजसून्मुदम अन्याभ्याङ्गेव जीवेत श्रेयर्भागदोषदृक् तयोः जदि कौन ब्राह्मण भावती जे दान ग्रहण कले तपस्या तेज जस नाश हो प्रतिग्रह मन्यमान तप तेज जसूदम प्रतिग्रह द्वारा
ତପସ୍ୟା ବ୍ରହ୍ମତେଜ ଯଶ ସବୁ କ୍ଷୟ ହେଇଯିବ। ଏକଥା ଯଦି କୌଣସି ପ୍ରକାର ବ୍ରାହ୍ମଣ ଚିନ୍ତା କରେ ତାହେଲେ ଅନ୍ୟାଭ୍ୟାଙ୍ଗ ଯିବେ ତ ତାହେଲେ ଅନ୍ୟ ଅନ୍ୟାଭ୍ୟାଙ୍ଗ ମାନେ ଯଜନ ଯାଜନ ଅଧ୍ୟୟନ ଅଧ୍ୟାପନ এই দুইটা কর প্রতিগ্রহ করিব কোণ ଅନ୍ୟାଭ୍ୟାଙ୍ଗ ଅଧ୍ୟାପନ ଯାଜନ ବୁଲି ବୁଲିକି ଯଜ୍ଞ କରିବ ପାଠ ପଢ଼ିବ ପଇସା ଆଣିବ ଏ ପ୍ରକାର କିଛି ଚଳିବ କିଛି ଅସୁବିଧା ନାହିଁ। ଯିବେ ତ ଶିଳେ ଇହାର ବା ଦୋଷ ଯୁକ୍ତ ହେବ ଯଦି ସେଥିରେ ବି ଦୋଷ ଦେଖିଲ ତାହେଲେ ଶିଳୋତ୍ସ ବୃଦ୍ଧି କରିବ। ଶିଳୋତ୍ସ ବୃତ୍ତି ହେଲେ ଧାନ କାଟିକି ଦେଇଗଲା ପରେ ବିଲରେ ଯାହା ପଡ଼ିଥିବ ତାକୁ ଆଉ ସେ ନିଏନି ଚାଷୀ ତାକୁ ସଂଗ୍ରହ କରି ଖାଇକି ବଞ୍ଚିବ। ବ୍ରାହ୍ମଣସ୍ୟ ହି ଦେହୂୟଂ କ୍ଷୁଦ୍ର କାମାୟ ନେଶ୍ୟତେ କୃଚ୍ଛ୍ରାୟ ତପସେ ଚେହ ପ୍ରତ୍ୟାନନ୍ତ ସୁଖାୟ च ପ୍ରେତ୍ୟ ଅନନ୍ତ ସୁଖାୟ च ବ୍ରାହ୍ମଣସ୍ୟ ହି ଦେହୂୟଂ ବ୍ରାହ୍ମଣ ପ୍ରକୃତ ସଚ୍ଚା ବ୍ରାହ୍ମଣର ଏହି ଶରୀରଟା କ୍ଷୁଦ୍ର କାମାୟ ନ ଇଷ୍ୟତେ ସାମାନ୍ୟ ସାଂସାରିକ କାମନା ପାଇଁ ଉଦ୍ଦିଷ୍ଟ ନୁହେଁ। ବ୍ରାହ୍ମଣର ଶରୀରଟା ସାଂସାରିକ କାମନା ବାସନା ପୂର୍ଣ୍ଣ କରିବା ପାଇଁ ତିଆରି କୃଚ୍ଛ୍ରାୟ ତପସ୍ୟା କଠିନ ପରିଶ୍ରମ କରିକି ତପସ୍ୟା କରିବ ଏବଂ ଭଗବାନ ପାଇବା ପାଇଁ ହିଁ ବ୍ରାହ୍ମଣର ଶରୀର ତିଆରି ହେଇଛି। କେବଳ ସାଂସାରିକ ଭୋଗ ବିଳାସ ପଛରେ ଗୋଡ଼େଇ କାମନା ବାସନା ଧରିକି ଭୋଗ୍ୟ ସାମଗ୍ରୀ ପଛରେ ଗୋଡ଼େଇବା ପାଇଁ ବ୍ରାହ୍ମଣ ଶରୀର ତିଆରି ହେଇ ନାହିଁ। ପ୍ରେତ୍ୟାନନ୍ତ ସୁଖାୟ च ଅନନ୍ତ ସୁଖାୟ च କେବଳ ଅନନ୍ତ ସୁଖ କହିଲେ ଆନନ୍ଦ ଆନନ୍ଦ ବ୍ରହ୍ମ ତେଣୁ କେବଳ ଅନନ୍ତ ସୁଖ ମାନେ ଆନନ୍ଦ ପାଇବା ପାଇଁ ବ୍ରାହ୍ମଣର ଶରୀର ତିଆରି ହେଇଛି। କେବଳ କାମନା ବାସନାକୁ ନେଇକି ଭୋଗ୍ୟ ପଦାର୍ଥ ପଛରେ ଗୋଡ଼େଇ ଭୋଗ କରିବା ପାଇଁ ବ୍ରାହ୍ମଣ ଶରୀର ତିଆରି ହେଇନି। କଠୋର ତପସ୍ୟା କରି ବ୍ରହ୍ମ ପଦାର୍ଥ ପ୍ରାପ୍ତି ବ୍ରହ୍ମାନନ୍ଦକୁ ପାଇବା ପାଇଁ ବ୍ରାହ୍ମଣ ଶରୀର ତିଆରି ହେଇଛି। ଶିଳୋଂଶ ବୃତ୍ତ୍ୟା ପରିତୁଷ୍ଟ ଚିତ୍ତ ଧର୍ମଂ ମହାନ୍ତଂ ବିରଜଂ ଜୁଷାଣ ମୟି ଅର୍ପିତାତ୍ମା ଗୃହ ଏବ ତିଷ୍ଠନ୍ ଅତି ପ୍ରସନ୍ନ ସମପୀତି ଶାନ୍ତି। ଯିଏ ବ୍ରାହ୍ମଣ ସେ କରିବ କ'ଣ ଶିଳୋଂଶ ବୃତ୍ତି ମାନେ ଫସଲ ଜମିର ମାଲିକ ଫସଲ କାଟିକି ନେଇଯିବା ପରେ ଧାନ ହେଇଛି ନେଇଗଲା ଧାନ ସେ ଶାଗୁଟି ପଡ଼ିଛି ପାଖୁଡ଼ା ପଡ଼ିଛି ଗୁଣ୍ଡ ଧାନ ପଡ଼ିଛି ସେଗୁଡ଼ିକ ସବୁ ଗୋଟେଇକି ଆଣିବ। ଶିଳୋଂଶ ବୃତ୍ତ୍ୟା ପରିତୁଷ୍ଟ ଚିତ୍ତ ଗୋଟେଇକି ଆଣିକିରି ଖାଇବ। ତାକୁ ଚାଉଳ କରିକି ଖାଇଲେ କୌଣସି ଦୋଷାଭାବ ନୁହେଁ କାରଣ ସେ ଜମି ମାଲିକ ସେ ଆଉ ନିଏନି ତାକୁ। ଶୀତରେ ଯଦି ପରିତୁଷ୍ଟ ହେବ ଚିତ୍ତ ଧର୍ମଂ ମହାନ୍ତଂ ବିରଜଂ ଜୁଷାଣ ମହାନ ଧର୍ମ ରଜର ଗୁଣ ରହିତ ହୋଇକିରି ମଇଳା ରଜ ହେଲେ ଧୂଳି ରଜ ହେଲେ ରାଜସ୍ୱ ଭାଗ ଟଙ୍କା ଭଗବାନଙ୍କୁ ଜୟ କରି ତା ପଛରେ ଗୋଡ଼େଇବା ନା କିଛି ପ୍ରକାର ନ ଗୋଡ଼େଇକିରି ଧର୍ମ ଭାବନା ରଖିକିରି ଯଦି ହାଟରେ ପଡ଼ିଛ ବଜାରରେ ପଡ଼ିଛ ଖାଦ୍ୟ ଶସ୍ୟ ଗୋଟେ ଦୋକାନ ଭିତରେ ଡାଲି ଚାଉଳ ଏମିତି ମିଶିକି ସବୁ କୁଡ଼େଇ ହେଇଯାଇଛି ତାକୁ ସିଏ ଦେବେନି ଓଳେଇକିରି ଫିକି ଦେବେ ତେଣୁ ତାକୁ ଦେବେ ଓଳେଇକିରି ଆଣି ବଛା ବଛି କରିକିରି ପାଛୁଡ଼ିକି ଧୂଳି ମାଟି ଗୋଡ଼ି ସବୁ ବାହାର କରିବ ଚାଉଳ ଗୁଡ଼ିକୁ ଗୋଟି ଗୋଟିକି ବାହାର କରିଦେବ ତାପରେ ଖାଇବ ଅସୁବିଧା ହେଇଯିବ। ତେଣୁ ଧର୍ମ
ମହାନ୍ତଂ ବୀରଜଞ୍ଜୁଷାଣ ନିଷ୍କାମ ଭାବରେ ନିଜର ମହାନ ଧର୍ମ ପାଳନ କରିବ। ମଇ ଅର୍ପିତାତ୍ମା ଗୃହ ଏବ ତିଷ୍ଠନ୍, ଘରେ ରହ କିଛି ଅସୁବିଧା ନାହିଁ, ଗୃହସ୍ଥାଶ୍ରମ ଭିତରେ ରହିକିରି ମନଟା ମୋ ପାଖରେ ଥିବ। ମଇ ଅର୍ପିତାତ୍ମା ନାତି ପ୍ରସକ୍ତ ସମ୍ପୀତି ଶାନ୍ତି, ଘର ସହିତ ଅତ୍ୟନ୍ତ ଆସକ୍ତି ନ ରଖି ଗୃହସ୍ଥାଶ୍ରମରେ ରହିକି ମଧ୍ୟ ମୋ ପାଖରେ ଆତ୍ମାକୁ ସମର୍ପଣ କରି ଶାନ୍ତିରେ ରହିବ। ଶିଳ ଏବଂ ଉଚ୍ଚ ବୃତ୍ତିରେ ଜୀବିକା ନିର୍ବାହ କରିବ, ଧର୍ମକୁ ସେବା କରିବ, ମହାନ ଧର୍ମ। ଘରେ ରହିକିରି ମତେ ମଇ ଅର୍ପିତାତ୍ମା, ଆତ୍ମାଟିକି ଆତ୍ମା ପରମାତ୍ମା ପାଖକୁ ନେଇଯିବ। ମଇ ଅର୍ପିତାତ୍ମା ମାନେ ଆତ୍ମା ମଇ ମାନେ ପରମାତ୍ମାଙ୍କ ଠାରୁ ନେଇକି ରଖିବ। ସଦାସର୍ବଦା ଗୃହସ୍ଥାଶ୍ରମରେ ଥିଲେ ବୋଧେ ଜଡ଼ ଭର୍ତ୍ତ କଥା କାଲି ପଡ଼ିଥିଲେ କ'ଣ, ସେ କାହାକୁ କିଛି କହୁନଥିଲେ, ଶୁଣୁନଥିଲେ, କିଛି ନାହିଁ, ତାଙ୍କ ବାଟରେ ସେ ଥିଲେ ଏବଂ ପରବର୍ତ୍ତ ଈଶ୍ୱର ଚିନ୍ତନରେ ରହୁଥିଲେ। এই ପ୍ରକାର ଯଦି ଈଶ୍ୱର ଚିନ୍ତନରେ 24 ଘଣ୍ଟା ରହିଯିବ, ତମ ମନ କୃଷ୍ଣମୟ ହେଇଗଲା, ଆଉ ତାହେଲେ ମନରୁ ତ କୃଷ୍ଣ ହଟିବେନି, ତ ଆଉ ଅସୁବିଧା କୋଉଠି ଅଛି? ଏମିତି କରିକିରି ସଂସାର ସହିତ ଅତ୍ୟନ୍ତ ଆସକ୍ତ ହେବ ନାହିଁ, ଶାନ୍ତି ପାଇଯିବ। ସେ ମତେ ପାଇଯିବ ଏବଂ ଶାନ୍ତି ପାଇଯିବ, ସବୁ ହେଇଯିବ। ସମୁଦ୍ଧରନ୍ତି ଯେ ବିପ୍ରମ୍ ସିଦନ୍ତಂ ମତ୍ପରାୟଣଂ ତାନ୍ ଉଦ୍ଧରିଷ୍ୟେ ନ ଚିରାତ୍ ଆପଦେଭ୍ୟୋ ଦୌରିବାର୍ଣ୍ଣବାତ୍। ସମୁଦ୍ଧରନ୍ତି ଯେ ବିପ୍ରମ୍ ମତ୍ପରାୟଣଂ ବିପ୍ରମ୍, ମୋ ଠାରେ ଆସକ୍ତ ଥିବା ବ୍ରାହ୍ମଣକୁ, ଯିଏ ସଚ୍ଚା ଭକ୍ତ, ସଦାସର୍ବଦା ଭଗବାନଙ୍କ ପାଖରେ ସମର୍ପିତ, ସେହି ପ୍ରକାର ମୋର ଭକ୍ତ ବ୍ରାହ୍ମଣକୁ ଯିଏ ବିପଦରୁ ଉଦ୍ଧାର କରେ, ଭୟଙ୍କର ବିପଦରେ ସେ ପଡ଼ିଯାଇଛି, ତାକୁ ଯଦି କିଏ ଜଣେ ବିପଦରୁ ଉଦ୍ଧାର କଲା, ତାହେଲେ ହେବ କ'ଣ? ତାନ୍ ଉଦ୍ଧରିଷ୍ୟେ, ମୁଁ ତାକୁ ଅତିଶୀଘ୍ର ସଂସାରରୁ ଉଦ୍ଧାର କରିଦିଏ। ଆପଦ୍ଭ୍ୟୋ ଦୌରିବାର୍ଣ୍ଣବାତ୍, ସମୁଦ୍ରରେ ଭାସମାନ ହେଉଥିବା ବ୍ୟକ୍ତି କି ନୌକା ମିଳିଗଲା ପରି ଯେଉଁ ବ୍ୟକ୍ତି ବିପଦଗ୍ରସ୍ତ ହୋଇଥିବା ବ୍ରାହ୍ମଣର ଉପକାର, ବ୍ରାହ୍ମଣ ମଦଭକ୍ତ ବ୍ରାହ୍ମଣ, ଖାଲି ବ୍ରାହ୍ମଣ କହୁନା, ମଦଭକ୍ତ ମତପରାୟଣ ବ୍ରାହ୍ମଣକୁ ଉଦ୍ଧାର କରେ ବିପଦରୁ, ତାକୁ ମୁଁ ମଧ୍ୟ ସଂସାର ସାଗରରୁ ଉଦ୍ଧାର କରିଦିଏ। ତାନ୍ ଉଦ୍ଧରିଷ୍ୟେ ସର୍ବାଃ ସମୁଦ୍ଧରେତ୍ ରାଜା ପିତା ଇବ ବ୍ୟସନାତ୍ ପ୍ରଜା ଆତ୍ମାନଂ ଆତ୍ମନା ଧୀରଃ ଯଥା ଗଜପତି ଗଜା। ସର୍ବାଃ ସମୁଦ୍ଧରେତ୍ ରାଜା ପିତା ଇବ ବ୍ୟସନାତ୍ ପ୍ରଜା। ପିତା ଇବ, ପିତା ଯେମିତି ପୁତ୍ରର ସମସ୍ତ ଦୁଃଖକୁ ହଟେଇବା ପାଇଁ ଶକ୍ତି ପ୍ରୟୋଗ ଟିକେ ଲାଗେ, ବ୍ୟସନାତ୍, ସେମିତି ସମସ୍ତ ପ୍ରଜାମାନଙ୍କର ଦୁଃଖ ଦୁର୍ଦ୍ଦଶାକୁ ହଟାଇବା ପାଇଁ ସର୍ବାଃ ରାଜା ଯଦି ପ୍ରଚେଷ୍ଟା କରନ୍ତି, ରାଜା ପ୍ରଚେଷ୍ଟା କରିବା ଦରକାର। ସନ୍ତାନମାନଙ୍କୁ ରକ୍ଷା କରନ୍ତି। ଗଜରାଜ ଯେପରି ଗଜପତି ଗଜାନ, ଗଜରାଜ ଦନ୍ତା ହାତୀଟା ସେ ଗ୍ରୁପ ଦଳ ହେଇକି ରହନ୍ତି, ତେଣୁ ଦନ୍ତା ହାତୀଟା ଅନ୍ୟ ହାତୀମାନଙ୍କୁ ରକ୍ଷା କରେ। ସେମିତି ରାଜା ମଧ୍ୟ ପ୍ରଜାମାନଙ୍କୁ କଷ୍ଟରୁ ଉଦ୍ଧାର କରିବା ଦରକାର। ବୁଦ୍ଧିମାନ ରାଜା ନିଜର ସମସ୍ତ ପ୍ରଜାଙ୍କୁ ସକଳ ପ୍ରକାର ବିପତ୍ତିରୁ ରକ୍ଷା କରିବା ସହିତ ନିଜକୁ ମଧ୍ୟ ରକ୍ଷା କରିବା ଆବଶ୍ୟକ। ଆତ୍ମାନଂ ଆତ୍ମନା ଧୀରଃ
ଧୈର୍ଯ୍ୟ ସମ୍ପନ୍ନ ରାଜା। ଧୀର ମାନେ ଧୈର୍ଯ୍ୟ ରଖିକିରି ରାଜା ଆତ୍ମାନ ପ୍ରଜାମାନଙ୍କୁ ଉଦ୍ଧାର କରିବା ସହିତ ନିଜକୁ ନିଜେ ବି ଉଦ୍ଧାର କରିବାକୁ ହେବ। ଏବଂ ବିଧ ନରପତି ବିମାନେନାର୍କବର୍ଚସା ବିଧୂୟ ଇହ ଅଶୁଭಂ କୃତ୍ସ୍ନଂ ଇନ୍ଦ୍ରେଣ ସହ ମୋଦତେ। ଏବଂ ବିଧ ନରପତି এই প্রকার প্রজাঙ্কর হিতরে রত থিবা রাজা বিমানেন অর্কবর্চসা অর্ক মানে সূর্যଙ୍କ ଭଳିଆ ତେଜସ୍ୱୀ ବିମାନରେ ବସି ବିଧୁଏ ha ଶୁଭମ୍ ବିଧୁୟ ଇହ ଅଶୁଭମ୍ ଅଶୁଭମ୍ ବିଧୁୟ ଅଶୁଭକୁ ହଟେଇ ସକଳ ପାପରୁ ମୁକ୍ତ ହୋଇଯାଆନ୍ତି। तो अंतकाल सूर्य सदृश तेजस्वी विमाନରେ बसी स्वर्गलोक गमन करती। एवं विध नरपति यदि प्रकार राजा प्रजा मानकर हित कर समय दे निजर सुरक्षा भी करे सी भगवान को चिंतन करू बा न करू ए प्रजा आठ कहला खाली विग्रह सेवार किसी काम नहीं। प्रत्येक भितर प्रभु सत्ता अच्छी तेणु समस्त कल्याण चिंता कर जो खाया पाऊनी रजा तार कर्तव्य है तो खाया से जोगेदा परिवार सुतर चलने एमती अनेक पर किए गोटे झील बाहर डका दरकार कौन कर ना तार पैसा पत्र रजा को देखिए करेदे। तेणु ये समस्त सब दिगु समस्त कल्याण जो राजा करेला ताले से कौन हम तार कौन साधना नथिले ये तो साधना ये सिद्धांत तो प्रभु सेवा ताले सूर्य ज्योति सूर्य को भाया ज्योति बाहर विमान बसी से सीधा पड़े ब्रह्म 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 विधुय अशुभम इति जिते जहाँ से अशुभ कर्म लिप्त था बसिके सब तो भगवान कर्म कर कृत्स्नम इंद्रेण सह मोदते सीधा से स्वर्ग को जीव इंद्र सहित आमोद कर स्वर्ग सुख ब्रह्म स्वर्ग लोक को जाकि इंद्र सहित भोग कर मुक्ति न पाए कथा कह सीदन विप्रह बणिक वृत्तिया पन्नी एवा पदम पत्तरेत खड्गेन वा पदाक्रांत न स्ववृत्तिया कथंचन विप्रह सीदन ब्राह्मण सर्प हराएगा खाइक पाइल कौन कर बणिक वृत्तिया व्यवसाय कर व्यवसायटा वैश्वर कर्म बणिक वृत्तिया पन्नी एवं आपदम तरे ये बिका किना करी कौन प्रकार विपद मुक्ति है पर्यंत खाई सुविधा रहा पर्यंत व्यवसाय कर चलो बणिक वृत्ति तरेत बा विप्र रूपेण न स्ववृत्तिया ना खड्गेन आपदाक्रांत वैश्यवृत्ति कर व्यवसाय ना खंडा कर क्षत्रिय वृत्ति कर किंतु कुकुर वृत्ति कर बाद्वार बोलिक खाइब यहाँ ब्राह्मण करना दरकार बोले खंडा कर किए द्रोणाचार्य ब्राह्मण होते खंडा धरते खाइबू न पापर व्यवसाय वाणिज्य कले भी हम कि कुकुर भाया बुझे बाद्वार वैश्यवृत्तिया तु राजन्य ब्राह्मणटा
କ୍ଷତ୍ରିୟ ଏବଂ ବୈଶ୍ୟ ବୃତ୍ତି କରିପାରିବ। କ୍ଷତ୍ରିୟଟା କ'ଣ କରିବ ନା ବୈଶ୍ୟ ବୃତ୍ତିଆ ରାଜନ୍ୟ ରଜା ପିଲାଟା ମଧ୍ୟ ସେ ବୈଶ୍ୟ ବୃତ୍ତି ବ୍ୟବସାୟ କରିବ। ଯିବେ ମୃଗୟା ଆପତ୍ତି ବିଶେଷ ବିଭକ୍ତି ବୋଲେ ସେ ଶିକାର ଦ୍ୱାରା ଅଥବା ବିଦ୍ୟାର୍ଥୀମାନଙ୍କୁ ପାଠ ପଢ଼ାଇବା ବୃତ୍ତି ଦ୍ୱାରା ନିଜର କାମ କରିବ। କିଏ? କ୍ଷତ୍ରିୟଟା ବ୍ୟବସାୟ କରିବ, ଶିକାର କରିବ, ନହେଲେ ପିଲାଙ୍କୁ ପାଠ ପଢ଼ାଇବ। ଯଦି କ୍ଷତ୍ରିୟ ବା ରାଜାଟା ଦରିଦ୍ର ହେଇଯାଇଛି ସେ ଏ ପ୍ରକାର ବୃତ୍ତି କରିବ, କିନ୍ତୁ କୁକୁର ବୃତ୍ତି ନୁହଁ। ବାଗଦ୍ୱାର ବୁଲିକିରି ଭିକ୍ଷାଙ୍ଗ ଦେଇଟାକୁ ସବୁ ଘୃଣା କରାଗଲା। ସ୍ୱବୃତ୍ତ୍ୟା କଥଞ୍ଚନ କୁକୁର ବୃତ୍ତି ବାଗଦ୍ୱାର ବୁଲିବା କଥା ଛାଡ଼ିଦେ। ବ୍ରାହ୍ମଣକୁ ସେ କଥା କୁହାଯାଇନି, କ୍ଷତ୍ରିୟ ବି ସେ କଥା କୁହାଯାଇନି। ତାପରେ କହିଲେ ଶୂଦ୍ର ବୃତ୍ତି ଭଜତ ବୈଶ୍ୟ। ଯିଏ ଉଚ୍ଚରେ ରହିଲା, ବ୍ରାହ୍ମଣଟା ଉଚ୍ଚରେ ରହିଛି, ସେ କ୍ଷତ୍ରିୟ ବୃତ୍ତି କରିପାରିବ, ବୈଶ୍ୟ ବୃତ୍ତି କରିପାରିବ, ଶୂଦ୍ର ନୁହେଁ। କ୍ଷତ୍ରିୟଟା କ୍ଷତ୍ରିୟ ବୃତ୍ତି କରିପାରିବ, ବୈଶ୍ୟ ବୃତ୍ତି କରିପାରିବ, ଶୂଦ୍ର ନୁହେଁ। ତାହେଲେ ବୈଶ୍ୟ କ'ଣ କରିବ ନା ଶୂଦ୍ର ବୃତ୍ତି ଭଜତ ବୈଶ୍ୟ। ଆଉ ବୈଶ୍ୟ ତ ଉପରକୁ କିଏ ଯାଇପାରିବେନି, ତଳ ଲୋକର କାମ କରିବ। ବୈଶ୍ୟ ତା ତଳଟା ହେଲା ଶୂଦ୍ର, ତେଣୁ ଶୂଦ୍ର। କାରୁ କଟକ୍ୟାଙ୍ଗ ଶୂଦ୍ରମାନଙ୍କ ବୃତ୍ତି ମାନେ ସେବା କରିବ। ଶୂଦ୍ର ମଧ୍ୟ ଅଭାବ ସମୟ ଆସିଗଲେ ମସିଣା ବୁଣିବା, କାରୁ କଟକ୍ରିୟା, କଟମାନେ ମସିଣା, ମୁଦ୍ରା ଫୁଦ୍ରା ଥିଲା, ସେଗୁଡ଼ା ମୁଦ୍ରା ସଂଗ୍ରହ କରିକି ଆଣିକି ଶୁଖେଇକିରି ମୁଦ୍ରା ବୁଣିବ, ଅସୁବିଧା କିଛି। ଶୂଦ୍ର କାରୁକାର୍ଯ୍ୟ କରିବ, ନିଜର ଜୀବିକା ନିର୍ବାହ କରିପାରିବ। କିନ୍ତୁ ହେ ଉଦ୍ଧବ, କୃତ୍ସାତ୍ ମୁକ୍ତ ନ ବରିହେଣ ବୃତ୍ତି ଲିପ୍ସେତ କର୍ମଣା। ମନେ ରଖ, ଏସବୁ ବ୍ୟବସ୍ଥା କେବଳ ଯାହା କରିବ ଆପତ୍କାଳ ଦରିଦ୍ର ଅବସ୍ଥାରୁ ମୁକ୍ତି ମିଳିଗଲା ପରେ ଆଉ ନିଚ କର୍ମ ସେଟା କରିବନି। ବ୍ରାହ୍ମଣଟା ଅଧିକ ଖଣ୍ଡା ଧରିଛି କି ଯାକ ଭଳିଆ, ଦ୍ରୋଣାଚାର୍ଯ୍ୟଙ୍କ ଭଳିଆ। କିନ୍ତୁ ଯଦି ଖାଇ ପିଇକିରି ସୁସ୍ଥରେ ରହିବା ଆସିଗଲା, ଯେ ବିଦ୍ୟା ସେଟା ଆଉ କରିପାରିଲେ। ବ୍ୟବସାୟ କରୁଛି, ଖାଇବାକୁ ପାଇଲାନି, କିନ୍ତୁ ସୁସ୍ଥ ହେଇଗଲା, ଆଉ ବ୍ୟବସାୟ କରିପାରିବନି। ବ୍ରାହ୍ମଣର କାମ ହେଲା ନିଜ ଘରେ ଯଜ୍ଞ କରିବ, ଅନ୍ୟ ବି ଯଜ୍ଞ କରିବ। ଯଦନ ଯାଦନ ଦାନ ପ୍ରତିଗ୍ରହ, ଦାନ ଦବ, ଆଣିବ, ଅଧ୍ୟୟନ ଅଧ୍ୟାପନ, ପଢ଼ିବ ପଢ଼େଇବ। ଏତିକି କରିବା। ଯଦି ଏଇଗୁଡ଼ାକ ତାକୁ ହିଁ ଭଲ ଲାଗିଲାନି, ତାହେଲେ ଶିରୋଂଶ ବୃତ୍ତି ବୋଇଲେ ଧାନ ବିଲରେ ଧାନ ହେଇଛି, କାଟିକି ନେଇଗଲା, ଇଏ ଯାଇକି ତା ଯୋଉ ଗୋଟେଇକିରି ଆଣିବ, ସେଗୁଡ଼ାକ ଆଣିକି ଖାଇବ। ଏଇ ଭିତରେ ହେଇକି ଚଳିବ ବୋଲି କୁହାଗଲା। କୃତ୍ସାତ୍ ମୁକ୍ତ କେବଳ ଆପତ୍କାଳ ସମୟରେ ଏମିତି କରିବ, ତାପରେ ପୁଣି ପରିବର୍ତ୍ତନ। वेदाध्याय शोधा स्वाहा बल्यन्नादि चतुर्दयम देवस्य पितृभूतानि मद्रुपाणि अन्वहम जजत। तापर गृहस्थ धर्म बुझाइବାକୁ ଯାଇ ଭଗବାନ କହିଲେ ଗୃହସ୍ଥ ପୁରୁଷ
ବେଦାଧ୍ୟୟନ ରୂପୀ ବ୍ରହ୍ମଯଜ୍ଞ, ତର୍ପଣ ପିତୃଯଜ୍ଞ, ପାଞ୍ଚଟା ଯଜ୍ଞ ସମସ୍ତେ କରିବାକୁ ବାଧ୍ୟ। ଗୃହସ୍ଥାଶ୍ରମରେ ଯିଏ ଅଛି ଦେବଯଜ୍ଞ, ପିତୃଯଜ୍ଞ, ଋଷି ଯଜ୍ଞ, ନୃଯଜ୍ଞ, ଭୂତ ଯଜ୍ଞ, ତା ନାଁ ସବୁ ଏଇ ପ୍ରକାର। ତାହେଲେ ଦେବଯଜ୍ଞ ଏ ଦେବ ପୂଜନ ହୋ କରିବା, ଏଇଟା ଦେବଯଜ୍ଞ। ଆଉ ଇଏ ଋଷି ଯଜ୍ଞ, ଏଇ ଗୀତା ଭାଗବତ ଇତ୍ୟାଦି ଗ୍ରନ୍ଥ ଆଲୋଚନା କରିବା, ଉପନିଷଦ, ଏ ଯେଉଁ ଋଷି ଯଜ୍ଞ। ପିତୃଯଜ୍ଞ, ଶ୍ରାଦ୍ଧ ତର୍ପଣ ଇତ୍ୟାଦି କରିବା। ଆଉ ନୃଯଜ୍ଞ, ପ୍ରତ୍ୟେକ ଆମେ ନର ସମାଜରେ ରହିଛେ, ଅନ୍ୟମାନେ ଆମଠାରୁ ଆମେ ଉପକାର ପାଉଛୁ, ତେଣୁ ଅନ୍ୟମାନଙ୍କୁ ଉପକାର କରୁ। ଗଛ ଲଗେଇବା, ପୋଖରୀ ପୋଳିବା, ସେଇଟା ଭୂତ ଯଜ୍ଞ। ସ୍କୁଲ କଲେଜ କରିବା। ହଁ, ସବୁ ପ୍ରଜାଙ୍କର ଉପକାର ହେବ, ଜନ କଲ୍ୟାଣ। ତାହେଲେ ଭୂତ ଯଜ୍ଞ ମାନେ ସବୁ ଜୀବଜନ୍ତୁ। ନୃଯଜ୍ଞ ମାନେ ଖାଲି ନରମାନଙ୍କର ସେବା କରିବା। ଭୂତ ଯଜ୍ଞ ମାନେ ସବୁ ତ ଭୂତ ଆଉ ସମସ୍ତଙ୍କୁ କଲ୍ୟାଣକର କାମ କରିବା। ଏଇ ପାଞ୍ଚଟା ହେଲା ଯଜ୍ଞ। ଏଇ ପାଞ୍ଚ ଯଜ୍ଞ ଯଥା ଏଇଟା ଗୃହସ୍ଥାଶ୍ରମୀ କରିବାକୁ ବାଧ୍ୟ। ଯଦୃଚ୍ଛୟା ଉପପନ୍ନେନ ଶୁକ୍ଲେନ ଉପାର୍ଜିତେନ ବା ଧନେନ आपीडयन भृत्यान न्यायेन एव आहरित क्रतुम। मंदिर तैयारी करो नहीं कल्याण हम केमितिका रातटी जी चोरी करके लोक कष्ट देकर कांदुथे कि पैसा मन ना कौन कर ना जदृच्छया उपवर्धन तुमको कौन कौन सुखार कौन मिलगला किए कौन देदेला जदृच्छया उपवर्धन शुक्लेन धनेन शुक्ल माने धड़ा धन बोले जो धन चोरी डकैती खराब बाटर धन आसनी जो धनुटा सचोट उपाय कला धन नुहे कला धन शब्द अर्थ सचोट उपाय परिश्रम करजे खटिक झाड़ बहिक जो संपत्ति आसे सी है धड़ा धन लांच लुचा भलमंद जोड़ाक मागड़ा आसे सी है कला धन से कला धन आणिक मंदिर करवा लोक कल्याण कर्म करवा तार कौन अर्थ ना बर्तमान तो सेटा माड़ी चली सब माड़ी चली अरे बरा धनेन आपीडयन भृत्यान शुद्ध धन विनियोग करी अपना भृत्य आश्रित प्रधान कौन प्रकार कष्ट न दे सेवान संतुष्ट रखी समस्त कष्ट दे समस्त खुशी रखी न्यायोपार्जित संपत्ति यज्ञ करने आवश्यक बोले तार फल आसो किंतु प्रधान विड़ा दे अन्याय उपार्जित धन देवता देवालय अर्चन कर पैसा पुण्य हम ना हम केमती अन्य कांदुंट क्या जमी की जबरदस्त हड़प जमी रेट जदि 1000 टंका 10 टंका तो किणव एमती कि बिक्री से किसी छड़ा कहना बिल्कुल मना कले ए प्रकार धन देव क्रिया करा उचित न कले तार किसी फल पाइपर ना सुफल आसो ये पाप गुड़ा द्वारा कटि मरला कुटुंबेषु न सज्जेत न प्रमाद्येत कुटुंबी अपि
विपश्चित नश्वरम पश्येत दृष्टंगपि दृष्टवत् पश्येत अदृष्टंगपि दृष्टवत्। कहले हे प्रिय उद्धव, गृहस्थ पुरुष कुटुंब प्रति आसक्त रहा उचित नहीं। कुटुंबे न सज्जते, कुटुंब मैंने स्त्री बापा माँ धरिक घर संसार भर रही ये समस्त सहित अतिरिक्त ममता द्वारा बांधि होनी। न प्रबाद्यत कुटुंबी अपि, जिते बहु कुटुंब हेले भी भगवत भजन ने अवहेला करवा अनुचित। न प्रमादित कुटुंबी अपि, कुटुंबी हेइथिले मध्य बड़ कुटुंब थिले मध्य भगवत सेवारे व्यतिक्रम करियो नहीं। अतिरिक्त आसक्तिर सहित ममता मोर 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 भाव देखिए बांधी होनी कुटुंब सहित। बहु कुटुंब यही था किंतु न प्रमादित भगवत कार्यक्रम जमी विघ्न न हो से भी जगित हो। प्रतिनिध्य सकाल गाधी टे सेवा कर जप कर ध्यान कर सब जिन जहाँ यहीटा पड़ता। विपश्चित नश्वरम पश्येत, जे प्रकृति विद्वान लोक सी ये संसार टाक नश्वरम नष्ट क्षणभंगुर अनित्य विनाशशील ये प्रकार देखिकी संसारटा किसी नहीं। ये विद्वान लोग ये प्रकार देखिकी अदृष्टंग भी दृष्टवत, अदृष्टंग भी स्वर्गलोक केमी भोग हम से न देखी अनुमान द्वारा बुझी जाइए किसी गुड़ाक चाहिए दृष्टवत। स्वर्ग कौन भोग हो किए देखुची ना ना आम देखिपु न देखी भी नाशवान। ये संसार दृश्यवान समस्त वस्तु नाशवान। ये गुड़ाक ना कि ना सब जिनस ना द्वार स्त्री पिला किए क्या आम एमान को मोर बोली जाबुड़ी धरी जो छटपट हो जंत्रणा आम ठीक अच्छे कि आम पिलाटा असुस्थ तेणु ता असुस्थता को नहीं आम मुंडा बाया हो नहीं तो सीटा कहीं ना मोर मोर न रही किंतु जो मोर भाव ता ना ममता ता ना ही बंधन से मोर भावटा हूँ लुहा शिकुड़ी बंधन से बांधी देवा फल मले छटपट जो छुड़ा कहीं मोर कहीं नुह संसार तो सी हम किसी कहीपर ना जी छाड़ संसार को ईश्वर विमुखी हम ना यहाँ तो बांधी तथापि कहला बंधन भितर रही ईश्वर सेवा बंद करनी। एत संसार सहित जड़ित रही समय देखिए टिके भगवान कथा कर एक कहनी रे पुओ संसार बांधी हम पछे किंतु प्रतिनित्य किसी ईश्वर को काम करे कथा सुंदर भाव कहले। प्रकृति विद्वान लोक जे सी देखिए ये संसार किसी नुहे तेणु सी छाड़ीदेव संसार छाड़े 50 वर्ष पर्यटन जाबुड़ी घ किंतु 50 पर निगला सब दायित्व पिला तमता जेझा कथा जी कर आम बस तेणु यह लोक जीवित नाशवान परलोक स्वर्ग भोग प्रवृत्ति होता सी नाशवान से भी किसी ना कौन गोटे सुकृत कर स्वर्ग भोग कल के निर्दिष्ट समय किसी समय भोग कल पुणी क्षीणे पुण्य भक्त लोक विशंति किसी हेनी। पुत्र दाराप्त बंधु ना संगम पांथ संगम आम पांथशाला धर्मशाला जाकि रोचे बाहर को गले घर द्वार छाड़ी तो रही तेणु जो पुओ स्त्री बंधु बांधव संगमटा पांथशाला अन्य मान संगम से आम सी रहीचे ए पड़ जा आ गोटे बखरा आउ दल कुआड़ कुआर आसिक रही
ତାଙ୍କ ସାଙ୍ଗରେ ଆମର ମିଶିଗଲେ କେତେ ସମୟ ପାଇଁ ଆମେ 24 ଘଣ୍ଟା ରହିଲେ। ସେ ଭିତରେ କଥାବାର୍ତ୍ତା ଭଲ ମନ୍ଦ ହେଲା, ମିଶାମିଶି ହେଇଗଲେ। ବୋଇଲେ ସେ ସମ୍ପର୍କଟା କ'ଣ ସ୍ଥାୟୀ ହେଇଯାଉଛି? ନିର୍ଦ୍ଦିଷ୍ଟ ସମୟ ପାଇଁ ହେଉଛି, ତାପରେ ସେ ପଳେଇଲା। ପାନ୍ଥ ସଙ୍ଗମ ଯେମିତି ଏ ବନ୍ଧୁମାନଙ୍କ ସହ ହେଲା, କିଏ ଜଣେ ଆସିଲା, ଭଲ ମନ୍ଦ କଥାବାର୍ତ୍ତା କଲେ, ଖାଇବା ପିଇବା ବିଦାୟ କଲେ, ସରିଲା। ଆଉ ତା ପ୍ରତି ଯେଉଁ ଆସକ୍ତି ସେଇଟାକୁ ଛାଡ଼ି ଦିଅନ୍ତି। ତା ବାଟରେ ସେ ରହିଲା, ଆମ ବାଟରେ ଆମେ ଅଛେ, କିଛି ନାହିଁ। ଆସିଲା ସିଏ ଆମର ରହିଲା କିଛି ସମୟ ପାଇଁ। ପୁତ୍ର ଦାରାପ୍ତ ବନ୍ଧୁ ନାହିଁ, ପୁଅ ଝିଅ ପତ୍ନୀ ବନ୍ଧୁବାନ୍ଧବ ଏସବୁ ପାନ୍ଥଶାଳାର ସଙ୍ଗମ ଯାହା, ଧର୍ମଶାଳାରେ ଦେଇକି ରହିବା ଯାହା, ସେଠି ଦଳେ ଲୋକ ଆସିଥିଲା ବିଭିନ୍ନ ଆଡ଼ୁ, ବିଭିନ୍ନ ଗାଁ, ବିଭିନ୍ନ ଜିଲ୍ଲା ଆଉ। ତେବେ ତାଙ୍କ ସାଙ୍ଗରେ ଆମର ମେଳନ ହୁଏ, କଥାବାର୍ତ୍ତା ହେବା, ସବୁ ହେବା। ଦିନେ ରହିଲେ, ଯେତିକି କଥାବାର୍ତ୍ତା ହେଲେ ତା ଆଉ କ'ଣ ସେ ଆମକୁ ଧରିକି ବୁଝୁଛନ୍ତି ନା ଆମେ ତାଙ୍କୁ ଧରିକି ବୁଝିବା? ହବନି। ଠିକ୍ ସେମିତି ଘର ଭିତରେ ରହ, ଧର୍ମଶାଳାରେ ରହିଲା ଭଳିଆ। ଅନୁଦେହମ ବିୟନ୍ତିଏତେ ସ୍ୱପ୍ନ ନିଦ୍ରାଲୁଗୋ ଯଥା। ତ ପାନ୍ଥଶାଳାରେ ଯେମିତି ମିଳନ ଏବଂ ବିଚ୍ଛେଦ ଘଟେ, ସାଙ୍ଗେ ସାଙ୍ଗେ କିଛି ସମୟ ରହିଲେ ପୁଣି ବିଚ୍ଛେଦ ଘଟେ। ଏ ଘର ସଂସାର ସେଇଆରେ ଆମେ ଅର୍ଜିଛେ ଯେ ସଦାବେଳେ ଯେ ଆମେ ଏକାଠି କେମିତି ରହିବା ଏ ପ୍ରଶ୍ନ ନାହିଁ। ସିଲେ ଅଛି, ସିଲେ କିଏ ଗୋଟେ ପଳେଇଲାଣି, କ'ଣ କରିବ? କେହି କିଛି କରିପାରିବନି, ବସିକି କାମୁଥିବ। ତେଣୁ ଏ ଯେହେତୁ ବିନାଶଶୀଳ ଏବଂ ସମ୍ପର୍କ ତୁଚ୍ଛ, ସେଠାରେ ବାନ୍ଧି ହେଇକି ରହେ। ଶୋଇପଡ଼ିଲେ ବିଭିନ୍ନ ସମୟରେ ବିଭିନ୍ନ ସ୍ୱପ୍ନ ଦେଖାଯାଏ, କିନ୍ତୁ ସେସବୁ ପରସ୍ପରଠାରୁ ଭିନ୍ନ ଏବଂ ମିଥ୍ୟା। ଦେହାନ୍ତ ରହିଗଲେ ଯେଉଁମାନଙ୍କର ସହିତ ନୂତନ ଭାବେ ମିଳନ ବିଚ୍ଛେଦ ଘଟେ, ସେମାନେ ବି ସେହିପରି ପରସ୍ପରଠାରୁ ଭିନ୍ନ ହୋଇଥାନ୍ତି। ଅନୁଦେହମ ବିୟନ୍ତିଏତେ। ଏବେ ଗୋଟେ ଶରୀର ଧରିକିରି ଆମେ ଅଛେ, ଏଠି ଆମର ସ୍ତ୍ରୀ ପିଲା ଭଲ ମନ୍ଦ ହେଇକିରି ବନ୍ଧୁବାନ୍ଧବ ଅନେକ ରହିଛନ୍ତି। ଦେହ ଛାଡ଼ିବା, ଆଉ ଗୋଟେ ଦେହ ଧରିବା, ଦେହ ଚାଲିଛି ତ ନା, ହଁ ସିଆ ଚାଲିଲେ କ'ଣ, ସେଠି ସେମିତି ଆଉ ଗୋଟେ ଆସିବେ, ସ୍ତ୍ରୀ ପିଲା ଘର ଦ୍ୱାର ସେମିତି ପଡ଼ିଲା। ତେଣୁ ଏଗୁଡ଼ାକ ସବୁ ସ୍ୱପ୍ନ ଭଳିଆ, ନିଦ୍ରାଲୁଗ ସ୍ୱପ୍ନ। ନିଦରେ ଶୋଇଛି ଗୋଟେ ପ୍ରକାର ସ୍ୱପ୍ନ ଦେଖିଲା, ଆଉ ଟିକେ ଛାଡ଼ିକି ଆଉ ଗୋଟେ ପ୍ରକାର ସ୍ୱପ୍ନ ଆସିଲାଣି। ଇଏ ସେଇ ସବୁ ସ୍ୱପ୍ନ ଭଳିଆ, ଯେ ସବୁ ମିଥ୍ୟା ତୁଚ୍ଛ ଅଟେ। ତେଣୁକରି ଏଟାକୁ ଧର୍ମଶାଳାରେ ଯେମିତି ସମ୍ପର୍କ ରହେ, ବନ୍ଧନ ନୁହେଁ। କାହା ସାଙ୍ଗରେ କଥାବାର୍ତ୍ତା ହେବା, ମିଶିବା, ଏଇଟା ଭୁଲ ନୁହେଁ, କିନ୍ତୁ ଅତିରିକ୍ତ ଆସକ୍ତିଟା ସମ୍ପୂର୍ଣ୍ଣ ଭୁଲ, ତାହା ବନ୍ଧନ ପାଇଁ କାରଣ ହେଇଯାଉଛି। ତେଣୁ ଆମେ ଘର ଭିତରେ ଥିଲେ ବି ଧର୍ମଶାଳାରେ ଅଛି ବୋଲି ଚିନ୍ତା କରି ସମସ୍ତଙ୍କ ସାଙ୍ଗରେ ଯେମିତି ଉପର ଠେର ହେଇକି ଚାଲିଥିବ। ସେ କେହି ଉପର ଠେର ଜାଣିପାରିବେନି, ତ ତମେ ଠିକ୍ ଅଛ, ସମସ୍ତେ ସମ୍ପର୍କ ଥିବ, ସବୁ ଥିବ, କିନ୍ତୁ ସମ୍ପର୍କ କିଛି ନଥିବ। ସେ ଯେ କଥା ଯିଏ କର, ଆମେ ବସିଲେ। ଇଥମ ଅୟମୃଷନ ମୁକ୍ତ ଗୃହେଷୁ ଅତିଥିବତ ବସନ। ଏଇଟା ସମସ୍ତେ କରିପାରିବେନି, ସେଟା ସ୍ପଷ୍ଟ କୁହାଗଲା। ମୁକ୍ତ, ଯିଏ ମୁକ୍ତ ଜୀବ, ପରିମୃଷନ ଗୃହେଷୁ ଅତିଥିବତ ବସନ, ଘରେ ଥିବ ଅତିଥି ଭଳିଆ। ହାଏ କ'ଣ ଗୋଟେ କିଏ ଦେଲା, ଗୋଟେ ଖାଇଦେଲ, ଏମିତି ଖାଇବି ସେମିତି ଖାଇବି, ସେ ବରାଦ କଲେ କିଛି ଦରକାର ନାହିଁ, ଯାହା ମିଳିଲା ଗୋଟେ ଯୋଉଟା ପକେଇ ଦେଇକିରି ଗୃହେଷୁ ଅତିଥିବତ ବସନ, ଅତିଥି ଭଳିଆ। ଅତିଥି ଜଣେ ଆସିକି କ'ଣ ଦାବି କରିବ, ଏମିତି ଜଣେ ଖାଇବି ସେମିତି ଜଣେ ଖାଇବି, କିଛି ନାହିଁ। ଠିକ୍ ସେମିତି ତମେ ଘରେ ଅତିଥି ଭଳିଆ ରହ। ନ ଗୃହୀ ଅନୁବଦ୍ଧେତ, ସେମିତି ହେଲେ ଘର ତୁମକୁ ବାନ୍ଧି ପାରିବ ନାହିଁ, ବା ତୁମେ ଘରେ ବାନ୍ଧି ହେଇଯିବନି। ନିର୍ମମ, ମମତା ରହିତ ହେଇଯିବ। ଏବଂ ନିରହଂକୃତ, ଅହଙ୍କାର ରହିବ। ମୋ ଘର, ମୁଁ ମୋର, ମୁଁ ହେଲି ଶରୀର, ଏ ଘରଟା ମୋର, ଏ ଯେଉଁ ବନ୍ଧନ, ଇଏ ଆଉ ରହିବନି। ମମତା ରହିତ ହେଇଯିବ, ଗୃହରେ ଆଉ ତୁମେ ବାନ୍ଧି ହେବ ନାହିଁ, ଘରଟାରେ ଅତିଥି ଭଳିଆ ରହିବ। କାହାକୁ କୌଣସି କ'ଣ ମାନେ ଜବରଦସ୍ତ ଏଇଟା କରେ, ସେଠି କିଛି ଆସିବା ଆବଶ୍ୟକ କିଛି ନାହିଁ, ଯାହା କରୁଛି।
कर्मभिः गृहमेधिः इष्ट्वा माङ्गेव भक्तिमान् तिष्ठत् वनं वा उपविशत् प्रजावान् वा परिव्रजत्। पुत्रवान ହେଇଗଲା ପରେ ମୋର ଭକ୍ତ ଗୃହସ୍ଥଚିତ ସବୁ କୁହାହେଉଛି, ସର୍ବସାଧାରଣ ପାଇଁ ଇଏ କୁହାହେଇନି। ମୋର ଭକ୍ତ କୋଉଠି କୁହାହେଲା ମୁକ୍ତ ଜୀବ, ଏଗୁଡ଼ା ସବୁ କରିବେ ସେମାନେ, ସେ ତାଙ୍କ ଆଚରଣ। ଅନ୍ୟମାନେ କାହିଁକି ଏଗୁଡ଼ା କରିପାରିବେ ନା କ'ଣ ଏଗୁଡ଼ା କରିପାରିବେନି, ଶୁଣିଲେ ମଧ୍ୟ ବାଇଆ ହେଇଯିବେ। ଏରା କିଛି କେମିତି ଲେଖା ହେଇଯିବ ନା ମଣିଷ ଏବେ କରିବ କିଏ? କାରଣ ସିଏ ତ କରିପାରିବେନି ନା, ଜଣେ ଅନୁଭବ କରିବ ଜିନିଷକୁ ବୋଲେ ହଉ ଦେଖିବି। ଆଉ ଯିଏ କରିଛି ସିଏ ଅନୁଭବ କରିପାରିବ ନା, ଆଉ ଜଣେ କିଏ ଯିଏ ଅନୁମାନ ଦ୍ୱାରା ଆଉ ଜଣେ ଅନୁମାନ କରିପାରିବ, କିନ୍ତୁ ଜ୍ଞାନ ଭିତରେ ଥିଲେ, ନହେଲେ ଅନୁମାନ କରିବା ବି କରିପାରିବନି। ସମ୍ପୂର୍ଣ୍ଣ ବଦ୍ଧ ଯିବ ଯେ ଅନୁମାନ ବି କରିପାରିବ ନାହିଁ। କିନ୍ତୁ ଯିଏ ଅନୁଭବ କରିଛି, ସେ ତ ପ୍ରେମରେ ଚାଲିଲା। ଅନୁଭବ ନ କରିକିରି ଅନୁମାନ ଜ୍ଞାନ ଦ୍ୱାରା ମଧ୍ୟ ମୋ ବହୁତ କିଛିଟା ଜାଣିପକାଇବ, କିନ୍ତୁ ଅନ୍ୟମାନେ ଜାଣିପାରିବେନି। ତେଣୁ କର୍ମଭିः ଗୃହବିଧିः ଇष्ट्वा, ଗୃହସ୍ଥାଶ୍ରମରେ ରହ, ଯଜ୍ଞ ପ୍ରବୃତ୍ତି କର ଭକ୍ତିମାନ ହେଇକିରି, ଭକ୍ତିଯୁକ୍ତ ହେଇକିରି। ତିଷ୍ଠତ୍ ବନମ୍ ବା ଉପବିଶତ୍, ଗୃହସ୍ଥାଶ୍ରମରେ ରହିଯାଇପାରନ୍ତି, କିମ୍ବା ବାନପ୍ରସ୍ଥ ଆଶ୍ରମ ଗ୍ରହଣ କରିପାରନ୍ତି, କିମ୍ବା ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିପାରନ୍ତି। ପ୍ରଦାନ ବା ପରିବ୍ରଜତ, ପରିବ୍ରାଜକ ହେଇଯିବ। ଗୋଟେ ଜିନିଷ କ'ଣ, ଗୃହସ୍ଥାଶ୍ରମରେ ରହିବ, ହଁ ହେବ। ଗୃହସ୍ଥାଶ୍ରମ ଛାଡ଼ିକିରି ବାନପ୍ରସ୍ଥକୁ ଯିବ, ହେଲା। ଗୃହସ୍ଥାଶ୍ରମରେ ରହିକିରି ବି ସାଧନା କଲେ ଅତିଥି ଭଳିଆ ରହିବ। ଆଉ କ'ଣ ଧର୍ମଶାଳାରେ ରହିଲା କି ଏ ଘର ଦ୍ୱାର କୁଆଟା କ'ଣ ବୁଝ, ତମର କେମିତି ବୁଝ, ମତେ ଶୁଣାଇବ କହ, ଏଇଟା ଖାଇବି ମୋ ରୁମ୍ ବସିଲି। ଏ ପ୍ରକାର ହେଇକିରି କୌଣସି ଦାୟିତ୍ୱ ନେଇକି କିଛି ଶୁଣିବାର ନାହିଁ। ଯିଏ ଯାହା କରୁଛ କର, କିଛି ମୋର ଆପତ୍ତି ନାହିଁ, କିନ୍ତୁ ତମ ଘର ତମର ତେବେ କ'ଣ କରୁଛ କର, ମୋତେ ସେଥିରେ ମିଶାନି। এই প্রকার কর্ম করলে গৃহস্থাশ্রম ভিতরে রহলে কিছু অসুবিধা নেই। বানপ্রস্থକୁ যা, অসুবিধা কিছু নেই। সন্ন্যাস যা হব, তোমার যদি মমতা রহিত হয়ে গেল, শরীরটা ମୁଁ ଯେଉଁଗୁଡ଼ାକ ଶରୀର ପାଇଁ ଉପକାର କରୁଛନ୍ତି ମୋର, ଏ ଭାବ ଯେତେବେଳେ ହଟିଗଲା, ଆଉ ତେଣୁ ସବୁ ଯୁବ ଆଶ୍ରୟର କୌଣସି ଅସୁବିଧା ନାହିଁ। ଜଷ୍ଟୁ ଆସକ୍ତ ମତି ହି ଗେହେ ପୁତ୍ର ବିତ୍ତ ଈଷଣାତୁରାଃ ସ୍ତ୍ରୈଣ କୃପଣ ଧିୟାର ବୁଢ଼ ମମ ଅହଂ ଇତି ବଧ୍ୟତେ। ତାହେଲେ କୋଉ ଲୋକଟା ବାନ୍ଧି ହେଇଯିବ, ମୁକ୍ତ ଜୀବ କଥା କୁହାଗଲା। ଧର୍ମଶାଳାରେ ରହିଲା, ଅତିଥି ଭାବରେ ନିଜକୁ ଘରେ ଭାବିକି ରହିବ, ଯାହା ମିଳିଲା ଖାଇବିକି, ଘର ଚିନ୍ତା କିଛି ନାହିଁ। ବାବା ତମର ଘର, ତମେ କ'ଣ କରୁଛ କର। ବୋଇଲେ ୟା ନା ମୁକ୍ତ ଜୀବ ଆଉ ବଦ୍ଧ ଜୀବ। ଜଷ୍ଟୁ ଆସକ୍ତ ମତି ହିଁ ଗୃହେ, ଯାହାର ବୁଦ୍ଧିଟା ଖାଲି ଘର 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 ହେଉଛି ଅନବରତ। ଦେହ ସେଟା ଭାଙ୍ଗିଗଲାଣି, ତାକୁ ବିଶ୍ରାମ କ'ଣ କରିବା। ଏ ଘର ଘର ହେଉଛି ଗୃହେ ମତି ହିଁ ଆସକ୍ତ। ପୁତ୍ର ବିତ୍ତ ଓ ଟଙ୍କା ପଇସା, ସମାଜରେ ପ୍ରତିଷ୍ଠା, ଏଥିପାଇଁ ଯିଏ ବିକଳ ବା ବାଇଆ, ଇଆଡ଼େ ସ୍ତ୍ରୈଣ କୃପଣ ଉପଣ ଧି, ସ୍ତ୍ରୀ ଲମ୍ପଟ କୃପଣ ବୁଦ୍ଧି, ମମ ଅହଂ ଇତି ବଧ୍ୟତେ। ଆଉ ମୁଁ ମୋର ଭାବକୁ ନେଇ ସଂସାରରେ ଗତି କରେ। ମୁଁ ହେଉଛି ଶରୀର, ଆଉ ସ୍ତ୍ରୀ ପିଲା ଘର ସବୁ ମୋର। ଏମନ୍ତ ଯିଏ ଭାବେ, କେବଳ ସଂସାର ଚିନ୍ତା, ଭଗବାନଙ୍କ ପାଖରେ କିଛି ନାହିଁ, ସିଏ ହେଲା ମୂଢ଼ ବୁଦ୍ଧି, ସିଏ ହେଲା ବଦ୍ଧ ଜୀବ। ଅହୋମେ ପିତରୁ ବୃଦ୍ଧଉ ଭାର୍ଯ୍ୟା ବାଳାତ୍ମଜା ଅନ୍ୟଥା ମାଙ୍ଗ ଋତେ ଦୀନାଃ କଥଂ ଜୀବନ୍ତି ଦୁଃଖିତାଃ। ସେ ଭାବେ, ସେ ଲୋକଟା ଅହୋମେ ପିତରୁ ବୃଦ୍ଧଉ, କୁଆଡ଼େ ମୁଁ କ'ଣ କରିବି, କେଉଁ ଦିଅକୁ କେମିତି ଡାକିବି। ଦେଖିଲ ବାପା ମା' ଦୁଇ ଜଣ ବସିଛନ୍ତି, ସେ ବୁଢ଼ା ବୁଢ଼ୀ, ତାଙ୍କର ସେବା ଶୁଶ୍ରୂଷା ଦରକାର। ବିଭିନ୍ନ ସମୟରେ ସବୁଦିନ ଟିକେ ତାଙ୍କର ଟିକେ ଗୋଡ଼ ହାତ ମୋଡ଼ିଦେବା,
କିଏ କିଏ ଉଠିବ ତାଙ୍କ ସାଙ୍ଗରେ ଯାଇକି ପାଇଖାନା ନେବା ଆଣିବା ଇତ୍ୟାଦି ଯେତେବେଳେ ପଡ଼ିଗଲେ ଅସୁବିଧା ହେଇଯିବ। ତେଣୁ ତାଙ୍କ ସେବା କରିବି। ଭାର୍ଯ୍ୟା ମଧ୍ୟ ଛୁଆ ଗୁଡ଼ିକ ଛୋଟ ଛୋଟ, ଆଉ ସେ ଛୁଆଙ୍କୁ ପାଳିକିରି ଏକୁଟିଆ ହେଇକି ସେ ଘର କାମ କରିପାରୁନି, ତେଣୁ ପିଲା କାଖେଇବା ମୋତେ ଦରକାର। ଏଇ ତ କଥା। ଭାର୍ଯ୍ୟା ବାଳା ଆତ୍ମଜା, ଛୋଟ ଛୋଟ ପିଲା ସମସ୍ତଙ୍କ ଦାୟିତ୍ୱ ସିଏ କେମିତି ନେବ। ତେଣୁ ମୁଁ ସେଗୁଡ଼ାକ ବୁଝିବି, ବାପା ମାଆଙ୍କ କଥା ବୁଝିବି। ଅନ୍ୟଥା ମାଆଙ୍କୃତେ ଦିନା, ମୁଁ ଯଦି ଏଗୁଡ଼ାକ ଦାୟିତ୍ୱ ନ ନେବି ସମସ୍ତେ ଦୟନୀୟ ଅବସ୍ଥାରେ ରହିବେ। କଥଂ ଜୀବନ୍ତି ଦୁଃଖିତା, ତେଣୁ ଦିନ ଦୁଃଖ କରିବେ, ଦିନ ଦୁଃଖୀ ହେଇଯିବେ। ଏ ବିଚରା ମାନେ ବଞ୍ଚିବେ କେମିତି ମୁଁ ଯଦି ଏଗୁଡ଼ାକ ଦାୟିତ୍ୱ ନ ନିଏ। ଏମନ୍ତ ଚିନ୍ତା କୁକୋଣୀଣ ଘରେ ଘାଣ୍ଟି ହେଉଥିବ ସଦାବେଳେ, ସେ ହେଲା ବଦ୍ଧ ଜୀବ। ଏବଂ ଗୃହାଶୟା କ୍ଷିପ୍ତ ହୃଦୟ ମୂଢ଼ଧୀ ଅୟମ୍ ଅତୃପ୍ତ ପାନ୍ ଅନୁଧ୍ୟାୟନ୍ ମୃତ୍ୟୁନ୍ଧ ବିଶତେ ତମ। এই প্রকার গৃহাশয়া ক্ষিপ্ত হৃদয়, ঘর প্রতি তার হৃদয় আক্ষিপ্ত হইল। ঘর হি সর্বস্ব। ঘর কথা মতো জবরদস্ত করবাকু মা বাপা বুড়া বুড়ি স্ত্রীটা টিকি 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 ସବୁ ପିଲା ତାପରେ ହେଇକିରି ସବୁ ଗୋଟେ ଗୋଟେ ଗୁଡ଼ାକ ହେଇକିରି ମେଞ୍ଚେ ଅଛନ୍ତି। ସିଏ ଏକୁଟିଆ ସବୁ ଗୁଡ଼ା କେମିତି କର ଘର ଦ୍ୱାର ଓଳେଇବ, ସିଏ ରୋଷେଇ କରିବ, ସେଗୁଡ଼ା କାମ ନୁହଁ। ମୋତେ ତାଙ୍କୁ ସାହାଯ୍ୟ କରିବାକୁ ନହେଲେ ହେବନି। ଏ ପ୍ରକାର ଚିନ୍ତନ କରି ଗୃହାକ୍ଷିପ୍ତ ହୃଦୟ ହେଇକିରି ମନ୍ଦ ମୂର୍ଖ ବୁଦ୍ଧି ସମ୍ପନ୍ନ ସେ ଲୋକଟା ଅତୃପ୍ତ ତାନ୍ ଅନୁଧ୍ୟାୟନ, ସେଇ ଘର ଦ୍ୱାର ସ୍ତ୍ରୀ ପିଲାଙ୍କୁ ଧ୍ୟାନ କରିକିରି ମୃତ ଅନ୍ଧମ ବିଶତେ, ମରିଗଲା ପରେ ଅନ୍ଧକାର ନର୍କରେ ପଡ଼େ, ଅନ୍ଧାରିଆ ନର୍କ ଭିତରେ ପଶେ। ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ଅନ୍ଧାରିଆ ନର୍କ ବୋଇଲେ କ'ଣ କି? ଏଇ ସଂସାର ତ ଅନ୍ଧାରିଆ ନର୍କ, କ'ଣ ଇଏ ଅନ୍ଧାର ନର୍କ ମାନେ ଏଇ ସଂସାର ଭିତରେ ପଶେ। ମୁକ୍ତି ହେବାର ବାଟ ନାହିଁ କି ସ୍ୱର୍ଗ ଭୋଗ ନାହିଁ, ସଂସାର ଭିତରେ ପଶିବ। ତେଣୁ ଦେବତା ସୁନ୍ଦର ଶ୍ରୀମଦ୍ ଭାଗବତ ମହାପୁରାଣ ପାରମହଂସ୍ୟାଂ ସଂହିତାୟାଂ ଏକାଦଶ ସ୍କନ୍ଧ ସପ୍ତମୋଧ୍ୟାୟ ସପ୍ତଦଶ ଅଷ୍ଟାଦଶ ଆସିଲେ ବାନପ୍ରସ୍ଥ ସନ୍ନ୍ୟାସୀମାନଙ୍କର ଧର୍ମ। ଇଏ ଗୃହସ୍ଥାଶ୍ରମ ସରିଲା, ତେଣୁ ବାନପ୍ରସ୍ଥଙ୍କର ଧର୍ମ କ'ଣ, ସନ୍ନ୍ୟାସୀର ଧର୍ମ କ'ଣ କହିବେ ଶ୍ରୀ ଭଗବାନ ବାସ। ବନମ୍ ବିବିକ୍ଷୁ ପୁତ୍ରେଷୁ ଭାର୍ଯ୍ୟାନ୍ୟସ୍ୟ ସହୈବ ବା ବନ ଏବ ବସେତ ଶାନ୍ତଃ ତୃତୀୟ ଭାଗ ମାୟୁଷ। ଆୟୁଷର ତୃତୀୟ ଭାଗରେ ଅଧେ ସବୁ ପଳେଇଲା ପରେ 100 ବର୍ଷ ଆୟୁଷ ନା ପଳେଇଯିବର, 50 ପଳେଇଲା ପରେ 51ରେ ବାନପ୍ରସ୍ଥକୁ ଯିବ। ବନମ୍ ବିବିକ୍ଷୁ ପୁତ୍ରେଷୁ ଭାର୍ଯ୍ୟାନ୍ୟସ୍ୟ, ପୁଅମାନଙ୍କ ପାଖରେ ନିଜର ପତ୍ନୀ କି ନିବେଶ କରି, ଅର୍ଥାତ୍ ତାକୁ ତାଙ୍କ ଜିମା ଦେଇ ଏହା ଦାୟିତ୍ୱ ନେଇକି ବୁଝିବ ବୋଲିକିରି ମୁଁ ଚାଲିଲି ବନକୁ। ସହ ଏବ ବା ଅର୍ଥାତ୍ ସ୍ତ୍ରୀ ସହିତ ବି ଯାଇପାର। ସ୍ତ୍ରୀ ଯଦି ମୁକ୍ତ ଜୀବ ହେଇଥାଏ ଏବଂ ଯିବା ପାଇଁ ଆଗ୍ରହ କରେ, ଆଉ ଯଦି ଘରୋଇ ହେଇଥିବ, ଘରଟା ବାନ୍ଧିକି ସହଜରେ ଯିବେନି, ତାଙ୍କ କହିଲା କିଏ ସେ ତା ସହିତ ଯାଉଛି ଯାହା କୃଷି କରୁଥିବ, ଆମେ ଘରେ ରହିବା। ତା ଝିଅ ରହିଲା, ନିଜେ ଛାଡ଼ି ଦେଇକି ପିଲାଙ୍କ ଦାୟିତ୍ୱ ଦେଇକି ପଳେଇବ। ବନ ଏବ ବସନ୍ତ ଶାନ୍ତ, ଆଉ ବନକୁ ଯାଇକିରି ଘର ସଂସାର କଥା ସମ୍ପୂର୍ଣ୍ଣ ଭୁଲି ଯାଇ ଶାନ୍ତ ହୃଦୟରେ ତୃତୀୟ ଭାଗ ଆୟୁଷ, ଆୟୁଷର ତୃତୀୟ ଭାଗ ମାନେ 51 ବର୍ଷରୁ 75 ବର୍ଷ ପର୍ଯ୍ୟନ୍ତ ବାନପ୍ରସ୍ଥର ରହିବ। ଖାଇବ କ'ଣ ନା କନ୍ଦମୂଳ ଫଳେଇ ବନ୍ୟୈ ମେଧି ବୃତ୍ତି ପ୍ରକଳ୍ପ, ଖାଦ୍ୟଦ୍ରବ୍ୟ କନ୍ଦମୂଳ ବିଭିନ୍ନ ଗଛର ଫଳ ତାକୁ ସଂଗ୍ରହ କରି ଖାଇବ। ବସିତ ବଳକଳ ପିନ୍ଧିବ କ'ଣ, ଲୁଗାପଟା ଘରୁ ନେଇକି ଯିବ, କିଛି ଘରୁ କିଛି ନେବନି, ବଳକଳ ପିନ୍ଧିବ। ଆଉ ବସିତ ବଳକଳମ୍ ବାସଃ ତୃଣପର୍ଣ୍ଣା
ଆଉ ଘରକୁ ରନ୍ଧାପଟା ମଝିରେ ନେଇକି ଶୋଇବ ନାହିଁ ହଁ କିଛି ତ ନେବନି ଘରୁ ଖାଲି ଯିବ ଆଉ ଯାଇକିରି ସେଠି ଜଙ୍ଗଲରେ ସବୁ ବ୍ୟବସ୍ଥା କରିବ ଝାଟି ଫାଟି ପୋତିକି ଚାରିପଟେ ଗୋଟେ କୁଡ଼ିଆଟେ କଲ ତା ଭିତରେ ତମେ ରହିବ ରହିକି କ'ଣ କଲ ତୃଣ ଏ ଲୁଣ ଫୁଣ ସବୁ ଅଛି ଏଠି ମଣିଷ ଦେଉଛ ଲୁଣ କାଟିକି ଆଣ ତଳେ ପକାଇଦେବ କାମ ସେ ବିଛଣା ହେଇଗଲା ତାପରେ ଶୋଇବ ବାସ ତୃଣ ପର୍ଣ୍ଣା ପତ୍ର ନହେଲେ ପକାଇବ ପତ୍ର ତୃଣ ତୃଣ ପକାଇକିରି ବସିଲ ଆଉ କନ୍ଦମୂଳ ଫଳ ଇତ୍ୟାଦି ଖାଇବ କେଶ ରୋମ ନଖ ଶ୍ମଶ୍ରୁ ମଳାନି ବିଭୂୟାତ୍ ଦତ୍ତ ଚୁଟି କାଟିବାର ପ୍ରଶ୍ନ ନାହିଁ ରୋମ ଦାଢ଼ି ଚୋଡ଼ି ଭଲ ମନ୍ଦ ନଖ ଏଗୁଡ଼ା କିଛି କଟାଯିବନି ବିଭୂୟାତ୍ ଦତ୍ତ ଦାନ୍ତ ଘଷିବନି ମଧ୍ୟ ଉଠି ଦାନ୍ତ କାଟି କାହିଁକି ଘଷିବାକୁ ଭାଇକି କ'ଣ କରିବ ଦାନ୍ତ ବି ଘଷିବନି ନ ଧାବେତ ଅପସୁ ମଜ୍ଜେତ ସେ ନଦୀ ପୁଷ୍କରିଣୀ ଜଳରେ ତ୍ରିକାଳ ସ୍ନାନ କରିବେ ଏବଂ ଭୂମିରେ ହିଁ ଶୟନ କରିବେ ଯାହା କୁହାହେବା ମୁଣ୍ଡରେ ଦାନ୍ତ ଘଷିବନି ବୋଲି କ'ଣ ମୁଖ ସୌନ୍ଦର୍ଯ୍ୟ ପାଇଁ ଦାନ୍ତ ଧଳା ହେଇଯିବ ସିଏ ଅମୁକ ପେଷ୍ଟ ଲଗାଇବ ସିଏ ସେଭଳିଆ କ'ଣ ଟିକେ ଘଷିବ ଆଉ କ'ଣ ଏଟା ବିଷୟରେ ଗୁରୁତ୍ୱ ନୁହଁ ଗାଧେ ଅତିଥର ଏବଂ ତଳେ ଶୋଇବ ଥଣ୍ଡିଳେ ଶୟ ତାପରେ କହିଲେ ଗ୍ରୀଷ୍ମେ ତପ୍ୟେତ ପଞ୍ଚାଗ୍ନି ବର୍ଷାସୁ ଆଶାର ସାଡ଼ ଜଳେ ଆକଣ୍ଠ ମଗ୍ନ ଶିଶିରେ ଏବଂ ବୃତ୍ତ ତପସ୍ତରେ ଯେଉଁଟା ଘର ଛାଡ଼ିକି ଯାଇଥିବ ସେ କ'ଣ କରିବ ଯାଇକି ସେଠି ନା ଖରାଦିନେ ପଞ୍ଚାଗ୍ନି ସାଧନ ବସି ପଡ଼ିବ ଚାରିପଟେ ନିଆଁ ଜଳୁଥିବ ସିଆଡ଼େ ସୂର୍ଯ୍ୟଙ୍କୁ ସୂର୍ଯ୍ୟ କିରଣ ପ୍ରଚଣ୍ଡ ଏମିତି ଅଗ୍ନି ତେଜ ଭିତରେ ସେ ବସିକି ତପସ୍ୟା କରିବ ବର୍ଷାସୁ ଆଶାର ସାତ ଜଳେ ବର୍ଷା ସମୟରେ କେମିତି ପୂଜା କ'ଣ କରିବ ନା ଘର ଭିତରେ ଉଠି ବସିବନି ବାହାରେ ବସିଥିବ ଯେମିତି ଚାରିଆଡ଼େ ଝୁଟୁକିରି ବର୍ଷା ହେଉଥିବ ବର୍ଷା ଖାଇକିରି ବାହାରେ ବସିବ କାଳ ପକ୍ଷ ତାପରେ ବର୍ଷା ଗଲା ଆକଣ୍ଠ ମଗ୍ନ ଶିଶିରେ ଶୀତ ଋତୁରେ କ'ଣ କରିବ ନା କଣ୍ଠ ପର୍ଯ୍ୟନ୍ତ ପାଣି ଭିତରେ ପୋଖରୀରେ ଉଡ଼ିକି ରହିବ ତପସ୍ୟା କରିବ ଆଉ ଅଗ୍ନି ପକ୍ୱଂ ସମସ୍ନିୟାତ କାଳ ପକ୍ୱଂ ତଥାପିବା ଅଗ୍ନି ପକ୍ୱଂ ସମାସ ଡାଳ ପତ୍ର ଶୁଖିଲା ଇଏ ସବୁ ତ ମିଳିବ ଅଗ୍ନିରେ ପକ୍ୱ କରିକିରି ଖାଇବ ପକ୍ୱ କରିକିରି ଖାଇବ ସେ ଡେକ୍ଚି ପତ୍ର ଆଠିଆ ନେଇକି ରୋଷେଇ ସେମିତି ନୁହଁ ଫଳଟା ମିଳିଲା ତାକୁ ପୋଡ଼ିକିରି ଖାଇଲେ କନ୍ଦମୂଳଟା ମିଳିଲା କଞ୍ଚା କଣ କରିକି ଚୋଇବାକୁ ପୋଡ଼ିଦେଲେ ଟିକେ ଭଲ ଲାଗିବ ତାକୁ ପୋଡ଼ିଦେଲା ଆଉ କ'ଣ ପତ୍ର ପକେଇକିରି କାଠିଗୁଡ଼ା ପତ୍ର ଜମେଇଦେଲା ପୋଡ଼ିଦେଲା ପୋଡ଼ି ଦେଇକି ତାକୁ ଖାଇଦେଇଗଲା ବଢ଼ିଆ ଲାଗିଲା ଏଇଆ କଥା ଆଉ କ'ଣ ଅଥବା ସମୟକୁ ନେଇକିରି ଗଛରେ ପାଚିଥିବା ଫଳ ବା ଅଗ୍ନି ପକ୍ୱ ଫଳମୂଳ ସବୁ ଖାଇବ ଉଲୁ ଖଳା କୁଟ ବା ଦନ୍ତୁଲୁ ଖଳ ଇଏ ବା ଉଲୁ ଖଳ ହେମଦସ୍ତା ଆଉ ଅଶ୍ମକୁଟ ପଥରରେ ଛେଚିବ ଖାଦ୍ୟ ଗୋଟେ ପଥର ଧରିକି ପଥର ଛେଚିଲେ ଧାନ ଘରୁ ଚାଉଳ ବାହାରି ପଡ଼ିବନି କି ଏମିତିକା ଏମିତି କରିକିରି ଦନ୍ତ ଲୁଖଳ ବା ଦାନ୍ତକୁ ଲୁଖଳ ଭାବରେ ବ୍ୟବହାର କରିକି
ଦାନ୍ତରେ କାମୁଡ଼ିକିରି ଚୋପା ଫୋପା ଛଡ଼େଇକିରି ଏ ପ୍ରକାର କରିକିରି ଖାଦ୍ୟ ଖାଇବ। ଉଦୁଖରେ କୁଟି କିମ୍ବା ଶିଳା ପଥରରେ ଛେଚି ନହେଲେ ଦାନ୍ତରେ ଚୋବେଇ ଖାଇବ। ଗଲା ତାପରେ ସ୍ୱୟଂ ସଞ୍ଚିନୁୟାତ ସର୍ବମ୍ ଆତ୍ମନଃ ବୃତ୍ତି କାରଣ ଦେଶ କାଳ ବଳ ଅଭିଜ୍ଞ ନାଦଦି ନାଦଦି ତାନ୍ୟଦାତ କୃତମ୍। ଉଦର ନିମନ୍ତେ ସବୁ ବସ୍ତୁ ନିଜେ ସଂଗ୍ରହ କରିବ। ସ୍ୱୟଂ ସଞ୍ଚୁର୍ୟାତ ନିଜେ ବୁଲିକିରି ସଂଗ୍ରହ କରିବ, କିଏ ଦେଇଦେଲେ ହେବନି। ସର୍ବମ୍ ଆତ୍ମନଃ ବୃତ୍ତି କାରଣ ନିଜର ବୃତ୍ତି ମାନେ ଖାଇ ପିଇକିରି ବଞ୍ଚିବା ପାଇଁ ଯାହା ଆବଶ୍ୟକ ନିଜେ ବୁଲିକିରି ଜଙ୍ଗଲରୁ ସଂଗ୍ରହ କରିବ, କାହା ମାଧ୍ୟମରେ ନୁହଁ। ପୁଣି ଦେଶ କାଳ ବଳା ବିଜ୍ଞାନ ଦେଶ କାଳ ଏବଂ ବଳକୁ ନିଜ ଶାରୀରିକ ବଳକୁ ବୁଝିକିରି ନାଦଦିତ ଅନ୍ୟଦା ଆବୃତମ୍ ଶାରୀରିକ ସାମର୍ଥ୍ୟକୁ ଦୃଷ୍ଟିରେ ରଖି ଅନ୍ୟମାନେ ଆଣିଦେଉଥିବା ପଦାର୍ଥ ସେ ବ୍ୟବହାର କରିବ ନାହିଁ। ଗୋଡ଼ ହାତ ଚାଲୁଛି ନିଜେ ହିଁ ବୁଲିକିରି କରୁଥିବ, ନହେଲେ ନ ଖାଇକିରି ମରିବ ସିନା। ଅନ୍ୟମାନେ ଆଣିକି ଦେବା ଜିନିଷ ଆଦୌ ଖାଇବନି। ବିଚିତ୍ର ଆଇନ ମାନେ ଟାଣୁଆ ହେଉଥିବ। ଅର୍ଥାତ୍ କେଉଁ ପଦାର୍ଥ କେଉଁଠୁ କେଉଁ ସମୟରେ ସଂଗ୍ରହ କରିବା ଉଚିତ ଏବଂ କେଉଁ କେଉଁ ପଦାର୍ଥ ନିଜ ପାଇଁ ଅନୁକୂଳ ତାହା ଜାଣି ସେ ନିଜେ ସଜ କନ୍ଦମୂଳ ଫଳ ଆଦି ସଂଗ୍ରହ କରିବ। ନିଜେ ବୁଲିକି ସଂଗ୍ରହ କଲେ କ'ଣ ହେବ, ସେ ବୁଝିପାରିବ ଯେ ଏଇଠି ଗୋଟେ କନ୍ଦମୂଳ ଗୋଟେ ଏରିଆରେ ଭର୍ତ୍ତି ହେଇଛି, ସେଥିରୁ ଆଣିଲା ତାକୁ ସେଠି ଗଛ ଲଗେଇକି ଧୋଳା ପୋତି ଦେଲେ ତା ସେ ହେଇଯିବ। ହେଲା ପୁଣି ସଦାବେଳେ ସେଠି ଦେଇକିରି ଆଣିପାରିବ। କେଉଁଠି ଦେଖିଲା ଏଠି ପିଜୁଳି ଗଛ ଗୁଡ଼େ ଅଛି ବାଛିକିରି ବଢ଼ିଆ ପିଜୁଳି ଖାଇବାକୁ ନିଜେ ବୁଲିକି ସଂଗ୍ରହ କଲେ ସିନା ଜାଣିପାରିବ। ଆଉ ଅନ୍ୟ ଦ୍ୱାରା କ'ଣ ଆଣିବ? କେଉଁଠି ଦେଖିଲା ପାଚିଲା କଦଳୀ ଗଛ ଆଉ ଗୁଡ଼େ ଅଛି, କଦଳୀ କାନ୍ଦି ଯୋଉ ରହିଛି ପାଚିକିରି ସେଠି ଗଲା କଦଳୀ ଆଣିଲା ପକାଇଲା ଗୋଟେ ଗୋଟେ। ତେଣୁ ଏମିତି ନିଜେ ବୁଲିକିରି ହିଁ ସଂଗ୍ରହ କଲେ ପିଲା ଜାଣିପାରିବ କେଉଁଠି କ'ଣ ରହିଛି ଏବଂ ତାକୁ ଜାଣିକିରି ବ୍ୟବହାର କରିବ ଆଣିକିରି। ସ୍ୱୟଂ ସଞ୍ଚୁର୍ୟାତ ସର୍ବମ୍ ଆତ୍ମନଃ ବୃତ୍ତି କାରଣ ନିଜେ ବୁଲିକି ସବୁ କରିବ। ଦେଶ କାଳ ବଳାଭିଜ୍ଞ ନାଦଦିତ ଅନ୍ୟଦା ଆବୃତ ଅନ୍ୟମାନେ ଆଣିକି ଦେଉଥିବା ଜିନିଷକୁ ଆଦୌ ଗ୍ରହଣ କରିବନି। ହେଲା ବାରପ୍ରସ୍ତର 8। ବନ୍ୟୈଃ ବନ୍ୟୈଃ ସ୍ୱରୂପୁରୁ ଦାସୈଃ ନିର୍ଗମେତ କାଳଚୋଦିତାନ୍ ନତୁ ଶ୍ରୌତେନ ପଶୁନା ମାଂ ଯଜେତ ବନାଶ୍ରମୀ। ହେଲେ ବାନପ୍ରସ୍ଥ ବନ୍ୟ ଶସ୍ୟାଦିରେ ବନ୍ୟ ଶସ୍ୟ ବାଳୁଙ୍ଗା ଧାନ ଏଇଗୁଡ଼ା ବାଳୁଙ୍ଗା ଗୁଡ଼ାକ ଚାରିଆଡ଼େ ହେବ ମନକୁ ମନ, ଆଉ ସେଇ ଧାନକୁ ଆଣିକି ଖାଇଲେ ବି ହେବ। ଚରୁ ପୁରୋଡାସ ବନ୍ୟୈଃ ବନରୁ ଇଏ ମିଳିବ ଆଉ କେଉଁଟା ଶୁଙ୍ଗ ଧାନ ବାଳୁଙ୍ଗା ତାକୁ ଆଣିକିରି ସେସବୁ ଚାଉଳ ବାହାର କରି ତାକୁ ମଧ୍ୟ ଖାଇଲେ ହେବ। ବନି ଖାଇବନି କହୁଛନ୍ତି ଚରୁ ଏବଂ ପୁରୋଡାସ ତିଆରି ହେବ, ଅଗ୍ନିରେ ଆହୁଥିବ। ଚରୁ କରିଦେଲେ ହେବ, ପୁରୋଡାସ ପିଠା ପିଠା କରିକି ପୁରୋଡାସ ଏଇ ନିର୍ଗମେତ କାଳଚୋଦିତାନ୍ କାଳ ସମୟ ଅନୁସାରେ ଯେଉଁ ଜିନିଷ ମିଳିବ ନା ସମୟକୁ ନେଇକିରି ମିଳିବ, ସେ ସମୟରେ ଆଣିକିରି
କାଳଚୋଦିତ ସମୟର ସବୁଦିନ ସବୁ କଥା ମିଳିବନି, ତେଣୁ ସମୟ ଅନୁସାରେ ଦ୍ରବ୍ୟ ସଂଗ୍ରହ କରି ପୁରଡ଼ା ତିଆରି କରି ଯଜ୍ଞ କରିବ। କାଳଚୋଦିତ ନତୁ ଶ୍ରୌତେନ ପଶୁନା ମାନ୍ ଯଜେତ ବନାଶ୍ରମୀ। ବନରେ ରହୁଥିବା ଲୋକଟା ପଶୁ ମାରିକିରି ଯଜ୍ଞ ଇତ୍ୟାଦି କରିବାର ଗୋଟେ ବିଧାନ ନାହିଁ। ସେ ଯିଏ ଗୃହସ୍ଥାଶ୍ରମ ଶ୍ରୀକୌଣସି ପାପ କରୁ ସବୁଠି ମନା ନାହିଁ, ଗୃହସ୍ଥାଶ୍ରମ ବି କରିବ ବୋଲି ଲେଖା ହେଇନି, ଭାବ ସମ୍ପୂର୍ଣ୍ଣ ମନା କରୁଛନ୍ତି ହିଂସା କରନି। କିନ୍ତୁ ବାନପ୍ରସ୍ଥି ଯିଏ ତା ପାଇଁ ବିଲକୁଲ ବନ୍ଦ, କୌଣସି ପ୍ରକାର ଶ୍ରୌତେନ ପଶୁନା, ପଶୁ ନେଇକିରି ପଶୁବଦ୍ଧ କରିକି ଯଜ୍ଞ କରିବା ତାହା ବାନପ୍ରସ୍ଥାଶ୍ରମୀ ପାଇଁ ନୁହେଁ, କରିବନି। ଆଉ ପୁରଡ଼ା ତିଆରି କରିକିରି ପିଠା କି ଚରୁ ଆହୁତି ଦିଅ। ହଉ ନେଇଥାନ୍ତୁ ବାନଶ୍ରମୀ।